ଶ୍ରୀମନ୍ଦିର ଭିତରକୁ ଅଲଗା ଧର୍ମାବଲମ୍ବୀ ଲୋକମାନଙ୍କ ପାଇଁ ପ୍ରବେଶ ନିଷିଦ୍ଧ, କିନ୍ତୁ ମହାପ୍ରଭୁଙ୍କ ହୃଦୟ ସମସ୍ତ ଜାତି ଧର୍ମ, ମାନବ ଦାନବ ଓ ଜୀବଜନ୍ତୁମାନଙ୍କ ପାଇଁ ମଧ୍ୟ ସବୁବେଳେ ଖୋଲା, କାରଣ ସେ ହେଉଛନ୍ତି ଜଗତ ପାଳକ, ଜଗତର ନାଥ ଜଗନ୍ନାଥ। ତେଣୁକରି ତାଙ୍କର ଗୋଡ଼ ହାତ ନଥିଲେ ମଧ୍ୟ ସେ ବର୍ଷକ ଥରେ ଶ୍ରୀମନ୍ଦିରରୁ ବାହାରି ଆସନ୍ତି ଏବଂ ସମସ୍ତ ଭକ୍ତଙ୍କୁ ଦର୍ଶନ ଦେବା ସହ ସମସ୍ତଙ୍କ ଦୁଃଖ ସୁଖ ବୁଝିଥାନ୍ତି। କିନ୍ତୁ କ'ଣ ରହିଛି ରଥଯାତ୍ରା ପଛର ଗୁପ୍ତ ରହସ୍ୟ? କେବେଠାରୁ ଆରମ୍ଭ ହେଲା ରଥଯାତ୍ରା? କାହିଁକି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ତିନି ଭାଇ ଭଉଣୀ? ଜଗନ୍ନାଥଙ୍କ ମାଉସୀ ମା କିଏ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସତ୍ୟତାର କାହାଣୀ। ବନ୍ଧୁଗଣ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ପ୍ରତିବର୍ଷ ଆଷାଢ଼ ମାସର ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀମନ୍ଦିରକୁ ଛାଡ଼ି ରଥାରୂଢ଼ ହୋଇ ଶ୍ରୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ଏବଂ ମହାପ୍ରଭୁଙ୍କ ଏହି ଯାତ୍ରା ସମଗ୍ର ବିଶ୍ୱରେ ରଥଯାତ୍ରା ଭାବରେ ପ୍ରସିଦ୍ଧି ଲାଭ କରିଛି। ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ପଛରେ ଅନେକ କାରଣ ଓ ରହସ୍ୟମାନ ରହିଛି। କହନ୍ତି ଦ୍ୱାପର ଯୁଗରେ ଭଉଣୀ ସୁଭଦ୍ରା ନଗରୀ ଭ୍ରମଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସେଇଥିପାଇଁ ତିନି ଭାଇ ଭଉଣୀ ବର୍ଷକୁ ଥରେ ନଗରୀ ଭ୍ରମଣ କରନ୍ତି। ଆଉ ଏକ ମାନ୍ୟତା ଅଛି ଯେ କିଛି କଟକଣା କାରଣରୁ ମହାପ୍ରଭୁଙ୍କ କିଛି ଭକ୍ତ ତାଙ୍କ ଦର୍ଶନରୁ ବଞ୍ଚିତ ହୋଇଥାନ୍ତି ଏବଂ ସେହି ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଓ ଗୋପୀମାନଙ୍କ ସହିତ ଲୀଳାଖେଳା କରିବା ପାଇଁ ହିଁ ମହାପ୍ରଭୁ ଏହି ରଥଯାତ୍ରାର ରଚନା କରିଛନ୍ତି। କିନ୍ତୁ ସବୁଠାରୁ ମୁଖ୍ୟ କାରଣ ହେଉଛି ମାତୃଭକ୍ତି। ପ୍ରଭୁ ଶ୍ରୀକୃଷ୍ଣ ଯେତେବେଳେ ବାଲ୍ୟକାଳରେ ଥିଲେ ସେ ଯଶୋଦାଙ୍କ ମାତୃପ୍ରେମରେ ହିଁ ଅଧିକ ବାନ୍ଧି ହୋଇଥିଲେ। ତେଣୁକରି କଳି ଯୁଗରେ ଯେତେବେଳେ ରାଣୀ ଗୁଣ୍ଡିଚାଙ୍କ ଆଖିରୁ ଲୁହ ଝରିଲା, ମହାପ୍ରଭୁ ସହିପାରିଲେ ନାହିଁ। ଏହା ହେଉଛି ସେହି ସମୟର କଥା ଯେତେବେଳେ ମହାଭାରତ ଯୁଦ୍ଧର ଅନ୍ତ ଘଟିଲା। ଗାନ୍ଧାରୀ 100 ପୁତ୍ରଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଲେ ଏବଂ ଏସବୁ କାରଣ ପାଇଁ ଶ୍ରୀକୃଷ୍ଣଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ବଂଶନାଶର ଅଭିଶାପ ଦେଲେ। ଫଳରେ ଏକ ନିର୍ଦ୍ଦିଷ୍ଟ କାଳ ପରେ ସମଗ୍ର ଯଦୁ ବଂଶର ଅନ୍ତ ଘଟିଲା ଏବଂ ଶ୍ରୀକୃଷ୍ଣ ଦ୍ୱାରିକା ଛାଡ଼ି ଜଙ୍ଗଲକୁ ଚାଲିଗଲେ। ସେଠାରେ ସେ ଜାରା ଶବରଙ୍କ ଶରବିଦ୍ଧରୁ ପ୍ରାଣ ତ୍ୟାଗ କରିଥିଲେ। ଧୀରେ ଧୀରେ ଦ୍ୱାପର ଯୁଗର ଅନ୍ତ ଘଟିଲା ଏବଂ କଳି ଯୁଗର ଆଗମନ ହେବାକୁ ଲାଗିଲା। ଶ୍ରୀକୃଷ୍ଣଙ୍କ ମୃତ୍ୟୁ ଓ ଜଗନ୍ନାଥଙ୍କ ଜନ୍ମ, କିପରି ବ୍ରହ୍ମ ସ୍ଥାପନ ହେଲା, ଏସବୁ ଉପରେ ସମ୍ପୂର୍ଣ୍ଣ ବ୍ୟାଖ୍ୟାର ସହିତ ଆଗକୁ ଭିଡ଼ିଓ ଆସିବାକୁ ଯାଉଛି। ଆପଣମାନେ ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିଥାନ୍ତୁ। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଏକ ସ୍ୱପ୍ନ ହେଲା ଯେ ସମୁଦ୍ରରେ ଏକ କାଠଗଣ୍ଡି ଭାସୁଛି। ତାକୁ ଆଣି ସେ ଭଗବାନଙ୍କ ବିଗ୍ରହ ନିର୍ମାଣ କରିବେ ଏବଂ ପୁରୀ ଶ୍ରୀକ୍ଷେତ୍ର ଧାମରେ ସ୍ଥାପନ କରି ତାଙ୍କର ପୂଜାର୍ଚ୍ଚନା କରିବେ। ରାଜା ଇନ୍ଦ୍ରଦ୍ୟୁମ୍ନ ଠିକ୍ ସେହିପରି କଲେ, କିନ୍ତୁ ଶତ ଚେଷ୍ଟା କଲେ ମଧ୍ୟ କେହି ବି ସେ କାଠ ଗଣ୍ଡିକୁ ଖଣ୍ଡିଆ ମଧ୍ୟ କରିପାରିଲେ ନାହିଁ। ଶେଷରେ ବିଗ୍ରହ ନିର୍ମାଣକୁ ନେଇ ରାଜା ଇନ୍ଦ୍ରଦ୍ୟୁମ୍ନ ଚିନ୍ତାରେ ପଡ଼ିଗଲେ। ଗୋଟିଏ ଦିନ ବିଶ୍ୱକର୍ମା ନିଜେ ଏକ ବୃଦ୍ଧା ବେଶରେ ଆସି ବିଗ୍ରହ ନିର୍ମାଣ କରିବେ ବୋଲି କହିଲେ ଏବଂ ଏକ ସର୍ତ୍ତ ରଖିଲେ ଯେ 21 ଦିନ ଯାଏଁ କବାଟ ଖୋଲିବ ନାହିଁ। ରାଜା ବୃଦ୍ଧଙ୍କ କଥାରେ ରାଜି ହୋଇଗଲେ। ପ୍ରଥମେ କିଛି ଦିନ ମନ୍ଦିର ଭିତରୁ ଠକ୍ ଠକ୍ ଶବ୍ଦ ଶୁଣାଯାଉଥିଲା, କିନ୍ତୁ କିଛି ଦିନ ପରେ ଶବ୍ଦ ଶୁଣାଯିବା ବନ୍ଦ ହୋଇଗଲା। ଫଳରେ ରାଣୀ ଗୁଣ୍ଡିଚା ବିଚଳିତ ହୋଇପଡ଼ିଲେ ଏବଂ ରାଜାଙ୍କୁ କବାଟ ଖୋଲିବା ପାଇଁ କହିଲେ। ରାଜା ବୃଦ୍ଧା ବଢ଼େଇଙ୍କ ସର୍ତ୍ତ ରକ୍ଷା କରିପାରିଲେ ନାହିଁ ଏବଂ 15 ଦିନ ପରେ ହିଁ କବାଟ ଖୋଲିଦେଲେ। ଫଳରେ ମହାପ୍ରଭୁ ଅଧା ଗଢ଼ା ହୋଇ ରହିଗଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ମୋ ଭୁଲ ପାଇଁ ଏମିତି ହେଲା ଭାବି ଦୁଃଖରେ ଭାଙ୍ଗି ପଡ଼ିଲେ। ଫଳରେ ଭଗବାନ ଶୂନ୍ୟ ବାଣୀରେ ଏସବୁ ପୂର୍ବ ନିର୍ଦ୍ଧାରିତ ଏବଂ ପ୍ରଭୁଙ୍କ ଇଚ୍ଛାରୁ ହିଁ ଏମିତି ହେଲା କହି ରାଜାଙ୍କୁ ସାନ୍ତ୍ୱନା ଦେଇଥିଲେ। ଭଗବାନ ବିଷ୍ଣୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଉପରେ ଅତ୍ୟନ୍ତ ଖୁସି ହୋଇଥିଲେ ଏବଂ ଏକ ବର ପ୍ରଦାନ କରିବାକୁ କହିଲେ। ଫଳରେ ରାଜା ଇନ୍ଦ୍ରଦ୍ୟୁମ୍ନ
भगवान को निर्विकार हेबार बर मागिनेले और कहले हे प्रभु मते निसंतान कर दियंतु फल भविष्य केही भी एही मंदिर मो पूर्वज निर्माण करिसंती बोली न कहू एवं कथा दियंतु अनेक वर्ष परे जदि मंदिर क्षतिग्रस्त हो जाए तेबे मध्य आपण एही स्थान को परित्याग करिवे नहीं। राजांक कथारे भगवान तथास्तु कहले किंतु किछि दूर रे रानी गुंडीचा मध्य ठिया होई एसबु शुणुथांती एवं रानी जेतेबेले अपुत्रिक हेबा कथा सुनिले तांको आखिरु लुह झरी पड़िला कारण केही भी स्त्री अपुत्रिक हेबाकु चाहे नाही। एहा देखि भगवान मध्य सह्य करि पारिले नाही एवं कहिले माँ तू कांद नहीं आज ठारू मु हेउछि तुमर पुओ एवं मु केवल एहा कथारे कहू नाही प्रत्येक वर्ष आषाढ़ मासर शुक्ल पक्ष द्वितीय तिथि भाई भौणी को सांगरे धरी तो घर को आसबी एवं 9 दिन रही पुणी थरे श्री मंदिर फेरबी तापरे सारा जगत कहब जगा जाउछि ता माँ घर को। एसबु शुणिला परे रानी गुंडीचा खुशी होइगले एवं पुत्र रूपी जगन्नाथ को कुंडई धरिले। दर्शक बंधु एमितिरे रानी गुंडीचा हेउछंती प्रभु जगन्नाथंकर माँ एवं तांकरी पाई ही रथ यात्रा अनुष्ठित होइथाए किंतु महाप्रभुंक माउसी माँ किए यह जानिबा पाई आम चैनल एही वीडियो को निश्चय देखंतु। वीडियोटी केमिति लागिला कमेंट माध्यम रे जणांतु एवं एमिति आमर देवादेवी और संस्कृति विषय अधिक जानिबा पाई आम चैनल को मध्य सब्सक्राइब कर रखिथांतु। वीडियो को शेष जाए देखिथिबारु अशेष अशेष धन्यवाद।